ନୂଆ ବର୍ଷ ଆସିଗଲେ ମନରେ ଉତ୍ସାହ ଭରି ଆସେ କିଛି ନୂଆ କରିବା ପାଇଁ। ମନରେ ଭରିଯାଏ ଅସୁମାରୀ ସ୍ୱପ୍ନ ଏବଂ ସାଙ୍ଗରେ ଯୋଜନା ବି। କାହାକୁ ଦରକାର ଡ୍ରିମ୍ କାର୍, ଡ୍ରିମ୍ ଜବ୍, ଲକ୍ଜରୀ, ଏମିତି ଅନେକ କିଛି। ସପୋଜ୍ ଆପଣ ଅମିର ହେଇଗଲେ, ଆପଣଙ୍କର ସବୁ ଇଚ୍ଛା ପୂର୍ଣ୍ଣ ହେଇଗଲା, କିନ୍ତୁ ଆପଣଙ୍କ ସାମ୍ନାରେ ଖାଦ୍ୟ ଥିବ କିନ୍ତୁ ଖାଦ୍ୟ ଖାଇପାରୁନଥିବେ। ଘରେ ପର୍ବପର୍ବାଣିରେ ସମସ୍ତେ ମୌଜ ମଜଲିସ୍ କରୁଥିବେ କିନ୍ତୁ ଆପଣଙ୍କୁ ଡାକ୍ତରଖାନାରେ ଲାଇନ୍ ଦେବାକୁ ପଡ଼ୁଥିବ। ଘରେ ଗାଡ଼ି ଥିବ କିନ୍ତୁ ବୁଲି ପାରୁନଥିବେ। ଡାନ୍ଲପ୍ ଗଦି ଥିବ କିନ୍ତୁ ଆଖିରେ ନିଦ ନଥିବ। କେତେ କଷ୍ଟକର କଥା ଭାବିଲେ ତ। ଏବେ ସମୟରେ ସବୁଠାରୁ ବିରଳ ଜିନିଷ ହେଉଛି ମାନସିକ ଶାନ୍ତି ଏବଂ ସ୍ୱାସ୍ଥ୍ୟ। ସେଥିପାଇଁ ତ କୁହନ୍ତି ଯେ ଥିଲେ ଥାଉ ପଛେ ଟଙ୍କା ଅପାର, ସ୍ୱାସ୍ଥ୍ୟ ନଥିଲେ ସବୁ ବେକାର। ତେଣୁ ନୂଆ ବର୍ଷରେ ନିଜର ସ୍ୱପ୍ନକୁ ସାକାର କରିବା ସହ ସ୍ୱାସ୍ଥ୍ୟକୁ ପ୍ରାଧାନ୍ୟ ଦେବେ ପ୍ରତିଜ୍ଞା କରନ୍ତୁ। ନିଜେ ହସନ୍ତୁ, ଅନ୍ୟକୁ ହସାନ୍ତୁ। ଆତ୍ମକଲ୍ୟାଣ କରିବା ସହ ଅନ୍ୟକୁ ସହଯୋଗ କରନ୍ତୁ। 2026ର ଆଗମନ ଆପଣମାନଙ୍କ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି, ସମୃଦ୍ଧି ଭରିଥାଉ, ଏତିକି ପ୍ରଭୁଙ୍କ ପାଖରେ ମୋର କାମନା। ଜୟ ଶ୍ରୀ ଜଗନ୍ନାଥ।